ଯେହେତୁ ମତେ ଟିକେଟ ଦିଆହେଇଛି ମୁଁ ଠିକ ଭାବରେ ସେ ଟିକେଟ ଟି ବ୍ୟବହାର କରିକି ଲୋକଙ୍କ ସେବାରେ ନିଜକୁ ବିନିଯୋଗ କରିବେ ଏବଂ ତତ୍ସହିତ ଆଗାମୀ ଦିନରେ ଆମେ ମାନେ ଏଟା ପ୍ରମାଣ କରିବାକୁ ଚାହେଁ ନବୀନଙ୍କର ଯୋଉ ଆସ୍ଥା ଆମ ଉପରେ ଅଛି ସେଇ ଆସ୍ଥାଟାକୁ କିଭଳି ପ୍ରମାଣ କରିବୁ ନିର୍ବାଚନ ଜୟଯୁକ୍ତ ହେଇ ଲୋକଙ୍କର ବିଶ୍ୱାସ ଭାଜକ ହେଇକି ସେଇଟା ହଉଛି ଆମର ମୁଖ୍ୟ କଥା। ନିର୍ବାଚନ ପାଇଁ ବୟସ ଗୋଟେ ବାଧକ ନୁହେଁ, ତେଣୁ ସେଇ ଦୃଷ୍ଟିରୁ ମାନେ ଆପଣ ଅନୁଭବ କରୁଥିବେ ଆମର ୱେଦର ହଉନା କାହିଁକି ଇଏ ଖରାରେ ମଧ୍ୟ ଆମର କାର୍ଯ୍ୟକ୍ରମ ଯଥେଷ୍ଟ ଆଗେଇଛି ଏବଂ ଆଗାମୀ ଦିନରେ ତା ପ୍ରମାଣ ହବ ଯେ ନବୀନ ବାବୁ ଖାଲି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହଉନାହାନ୍ତି, ତତ୍ସହିତ ମଧ୍ୟ ଯୋଉ ପ୍ରାର୍ଥୀମାନଙ୍କୁ ସେ କରିଛନ୍ତି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସେମାନେ ମଧ୍ୟ ବି ବହୁ ଭୋଟରେ ଜୟଯୁକ୍ତ ହେବେ। ଶୁଣନ୍ତୁ, ନିର୍ବାଚନ ଶେଷକୁ ମୁଁ ବଞ୍ଚିବି କି ନାହିଁ ସେ ତ ଆହୁରି ଗୋଟେ କଥା ଅଛି, କିନ୍ତୁ ଯେହେତୁ ମତେ ଟିକେଟ ଦିଆହେଇଛି ମୁଁ ଠିକ ଭାବରେ ସେ ଟିକେଟ ଟି ବ୍ୟବହାର କରିକି ଲୋକଙ୍କ ସେବାରେ ନିଜକୁ ବିନିଯୋଗ କରିବେ ଏବଂ ତତ୍ସହିତ ଆଗାମୀ ଦିନରେ ଆମେ ମାନେ ଏଟା ପ୍ରମାଣ କରିବାକୁ ଚାହେଁ ନବୀନଙ୍କର ଯୋଉ ଆସ୍ଥା ଆମ ଉପରେ ଅଛି ସେଇ ଆସ୍ଥାଟାକୁ କିଭଳି ପ୍ରମାଣ କରିବୁ ନିର୍ବାଚନ ଜୟଯୁକ୍ତ ହେଇ ଲୋକଙ୍କର ବିଶ୍ୱାସ ଭାଜକ ହେଇକି ସେଇଟା ହଉଛି ଆମର ମୁଖ୍ୟ କଥା।